ଦେବାଦେବୀଙ୍କ ପାଇଁ ବିଭିନ୍ନ ମନ୍ଦିରମାନ ନିର୍ମାଣ ହୋଇଥିବା ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ। ମାତ୍ର ଏଭଳି କିଛି ହାତଗଣତି ମନ୍ଦିର ଅଛି ଯାହା ପ୍ରେମ ପାଇଁ ସମର୍ପିତ, ମାନେ ପ୍ରେମର ମନ୍ଦିର। ଆଉ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ, ଓଡ଼ିଶାରେ ମଧ୍ୟ ଏଭଳି ଏକ ପ୍ରେମର ମନ୍ଦିର ଅଛି। ଆସନ୍ତୁ ଭିଡ଼ିଓ ମାଧ୍ୟମରେ ଜାଣିବା ଏ ପ୍ରେମର ମନ୍ଦିର ବିଷୟରେ। ମନ୍ଦିର ମାଳିନୀ ଭୁବନେଶ୍ୱର ଅନେକ ପୁରାତନ କୀର୍ତ୍ତିରାଜିରେ ଭରପୁର ହୋଇ ରହିଛି ରାଜ୍ୟର ରାଜଧାନୀ। ଏଠି ମନ୍ଦିର ବି କଥା କୁହେ, କଳିଙ୍ଗର ବୀରଗାଥା ଗାଏ, ତ କେଉଁ ମନ୍ଦିର ପ୍ରେମର କାହାଣୀ ଶୁଣାଏ। ତ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଭୁବନେଶ୍ୱରରେ ଥିବା ଲଭ୍ ଟେମ୍ପଲ ବିଷୟରେ। ପ୍ରସିଦ୍ଧ ଶୈବପୀଠ ଲିଙ୍ଗରାଜ ମନ୍ଦିରର ଠିକ୍ ଉତ୍ତର ପୂର୍ବ ଦିଗରେ ଏହି ମନ୍ଦିରଟି ଅବସ୍ଥିତ। କୁହାଯାଏ ଏକାଦଶ ଶତାବ୍ଦୀରେ ତତ୍କାଳୀନ ସୋମବଂଶୀୟ ରାଜା ଇନ୍ଦ୍ରରଥ ଏ ମନ୍ଦିରଟିକୁ ନିର୍ମାଣ କରାଇଥିଲେ। ତେଣୁ ମନ୍ଦିରର ନାମ ରାଜାଙ୍କ ନାମାନୁସାରେ ଇନ୍ଦ୍ରେଶ୍ୱର ରହିଥିଲା। ମନ୍ଦିରର ନିର୍ମାଣ କଳିଙ୍ଗ ସ୍କୁଲ ଅଫ୍ ଆର୍କିଟେକ୍ଚରର ପଞ୍ଚରଥ ଶୈଳୀରେ ନିର୍ମିତ। ଏଥିରେ ପ୍ରାୟତଃ ହଳଦିଆ ଏବଂ ନାଲି ରଙ୍ଗର ପଥର ବ୍ୟବହୃତ ହୋଇଛି, ଯାହା ଦେଖିବା ପାଇଁ ଖୁବ୍ ଆକର୍ଷଣୀୟ। ଏ ପଥରଗୁଡ଼ିକୁ ସ୍ଥାନୀୟ ଭାଷାରେ ରାଜାରାଣୀ ପଥର କୁହାଯାଇଥାଏ। ତେଣୁ ଏହି ମନ୍ଦିରଟି ରାଜାରାଣୀ ମନ୍ଦିର ନାଁରେ ବେଶ୍ ପରିଚିତ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଏତେ ବିରାଟ ଏବଂ ଚିତ୍ତାକର୍ଷକ ମନ୍ଦିର ହୋଇଥିଲେ ମଧ୍ୟ ମନ୍ଦିରରେ କୌଣସି ଦେବାଦେବୀ ପୂଜା ପାଆନ୍ତି ନାହିଁ। ମାନେ ମନ୍ଦିରଟି ଏକ ଶୂନ୍ୟ ମନ୍ଦିର। ମାତ୍ର ମନ୍ଦିରଟି ଶିବ ଭଗବାନଙ୍କୁ ସମର୍ପିତ ବୋଲି କେହି କେହି ଐତିହାସିକ ମତ ଦେଇଥାନ୍ତି। ମନ୍ଦିରରେ ଦେଖିଲା ଭଳି ଜିନିଷ ହେଲା ମନ୍ଦିରର କାନ୍ଥରେ ଅଙ୍କା ହୋଇଥିବା କାରୁକାର୍ଯ୍ୟ। ଭଗବାନ ଶିବ ଏବଂ ପାର୍ବତୀଙ୍କର ବିବାହର କାହାଣୀ ସୁନ୍ଦର ଭାବରେ ପଥରରେ ଖୋଦିତ ହୋଇଅଛି। ଏହା ସହିତ ପଥରରେ ପୁରୁଷ ଏବଂ ସ୍ତ୍ରୀଙ୍କର ମୈଥୁନର ଚିତ୍ରଗୁଡ଼ିକ ସୁନ୍ଦର ଭାବରେ ଅଙ୍କା ହୋଇଛି। ତେବେ ଦମ୍ପତିଙ୍କ ପ୍ରେମର ଛବି ଅଙ୍କା ହୋଇଥିବା ଯୋଗୁଁ ଏହି ମନ୍ଦିରକୁ ଲୋକେ ପ୍ରେମର ମନ୍ଦିର କହିଥାନ୍ତି। ମନ୍ଦିରର ପ୍ରବେଶ ଦ୍ୱାରରେ ନାଗ ନାଗୁଣୀ ସହିତ ଜଗମୋହନରେ ନବଗ୍ରହଙ୍କ ମୂର୍ତ୍ତି ସ୍ଥାନ ପାଇଛି। ତା ସହିତ ମନ୍ଦିରର ଦ୍ୱାରରେ ଶିବଙ୍କ ଦ୍ୱାରପାଳ ଚଣ୍ଡ ପ୍ରଚଣ୍ଡ ମନ୍ଦିରକୁ ଜଗିଥିବାର ମୂର୍ତ୍ତି ଆପଣ ମଧ୍ୟ ଦେଖିପାରିବେ। ମନ୍ଦିରର ସୁନ୍ଦର କଳାକୃତି ତତ୍କାଳୀନ ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଲର୍ଡ କର୍ଜନଙ୍କୁ ହତବାକ୍ ଏବଂ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା ବୋଲି ମଧ୍ୟ ଜନଶ୍ରୁତି ରହିଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।